ସବୁ ଖେଳ ଅନ୍ତ ଘଟିଛି ଏବଂ ଆପଣ ଆସିଛନ୍ତି ମଞ୍ଚକୁ ଯିବେ ଦର୍ଶକଙ୍କର ଯୋଉ ଉତ୍ସାହ ଅଛି ସରିବ କଣ କହିବେ? ମୋ ରୁମ୍ରେ ଥିଲି ଏବେ ଆସିଲି ଆଉ ଆପଣ ଯୋଉ କଥାଟି ଶୁଣିବା ପାଇଁ ଚାହୁଁଛନ୍ତି ଯେ ଏସବୁ ପରେ ବି ଆପଣ ଆସିଛନ୍ତି ଯାତ୍ରା କରିବା ପାଇଁ ପ୍ରକୃତ କଥା ହେଉଛି ମୁଁ ନୋଟିସ୍ ପାଇନି ଆଗକୁ ତେଣୁ ଶୁଣାଣି କ'ଣ ହେବ କିଛି ଜଣା ନାହିଁ ତେଣୁ କର୍ମକ୍ଷେତ୍ରଠୁ ଦୂରେଇ ଯିବାଟା ମୋ ମତରେ ବାବୁଙ୍କ ମତରେ ବିଚାର କରିବା ଦ୍ୱାରା ଯାତ୍ରା କରିବାଟା ଠିକ୍ ବୋଲି ମନେ ହେଲା ସେଥିପାଇଁ ଆଜି ହେଉଛି କାଲି କଥା ଦେଖିବା କ'ଣ ହେଉଛି। ବିବାଦ ଆଉ ମୃତ୍ୟୁ ଯେତେବେଳେ ଆସେ କହିକି ଆସେନି ବିପଦ ବି ସେମିତି ଏଇଟା ଆପଣଙ୍କ ପାଇଁ ବିବାଦ ହେଇପାରେ ଏଇଟା ମୋ ପାଇଁ ଗୋଟେ ବିପଦ ଏଇଟା ମଧ୍ୟ ବି ନ କହିକି ଆସିଛି ମୁଁ ଆଶା କରିବା କେମିତି ସୁରୁଖୁରୁରେ ସମାଧାନ ହେଇଯିବ ଲିଙ୍ଗରିଂ ହଁ ବିଚାର ତ ସବୁଠି ଶେଷରେ ସେ କୋର୍ଟରେ ହିଁ ହୁଏ ତେଣୁ ଯେହେତୁ ବାବୁ ଆଇନର ଆଶ୍ରୟ ନେଇଛନ୍ତି ଆଉ ନ୍ୟାୟପାଳିକା ଉପରେ ମୋର ମଧ୍ୟ ଭରସା ଅଛି ଯାହା ହବ ଠିକ ହବ। ଏବେ ପୁଣି କିଛି ସମାଧାନର ବାଟ ଅଛି ନା ନାହିଁ ଯାହା କୋର୍ଟ କହିବେ? ସମାଧାନର ବାଟ ହଉ କ'ଣ ଯୋଉଟା ଠିକ ସେଇଟା ହିଁ ବିଚାର ହବ ଯେହେତୁ ବିଚାରାଳୟର କଥା ଅଛି ଯୋଉଟା ଠିକ ସେଇଟା ହିଁ ବିଚାର ହବ। ଆପଣ ପାଇଲେଣି ନୋଟିସ୍ ପାଇଲେଣି ବା କୋର୍ଟରୁ ଯୋଉ ଅର୍ଡର ଆସିଛି ନାଇଁ ନୋଟିସ୍ ପାଇନି ତାହେଲେ କ'ଣ କରିବେ ପୁଣି? ନୋଟିସ୍ ପାଇବା ଯେ ଅପେକ୍ଷା କରିବା ମଞ୍ଚରେ ରହିବେ? ଗଲାକାଲି ରାତିରେ ତ ମୁଁ ମଞ୍ଚସ୍ଥ କଲି ନାଟକ କାହିଁକି ନା ମୁଁ ପେପରଟି ପାଇନଥିଲି ନୋଟିସଟି ପାଇନଥିଲି ଯଦି ନୋଟିସଟି ମିଳିଯାଏ ତାହେଲେ ଆଉ ଯାତ୍ରା କରିବାଟା ଭୁଲ ହେଇଯିବ। ଆପଣ ଆଗରୁ କହିଥିଲେ ଯେ କଣ୍ଟ୍ରାକ୍ଟ ଥିଲା 26 ରୁ 30 ପର୍ଯ୍ୟନ୍ତ ସିଂହବାହିନୀ ସହିତ ପୁଣି ଏମିତି ଗୋଟେ ନୋଟିସ୍ ବହୁତ କଥା ଆଜ୍ଞା ଭିତରେ ରହିଯାଇଛି ତେଣୁ ଯାହା ଘଟି ଯାଇଛି କିଏ କହିଛି କ'ଣ କହିଛି ଆଉ ତାକୁ ନ ଧରିକି କେମିତି ଏ ଛୋଟିଆ କଥାର ସମାଧାନଟା ହେଇଗଲେ ବହୁତ ଭଲ ହୁଅନ୍ତା। ସୂର୍ଯ୍ୟ ମନ୍ଦିର ଯୋଉ କହୁଛନ୍ତି ଯେ ଗୋଟେ କଣ୍ଟ୍ରାକ୍ଟ ଥିଲା ବୋଲି ଆକ୍ଚୁଆଲି କଣ୍ଟ୍ରାକ୍ଟ କ'ଣ ଥିଲା? ମୁଖ୍ୟ କଥା ହେଉଛି କ'ଣ ନା ଆଜି ଯାଏ ବହୁତ କିଛି ମାନେ ପେପର ଆସିକି ସୋସିଆଲ ମିଡିଆରେ ଅଛି ବିଗତ ଦିନରୁ ନେଇକି ଆଜି ପର୍ଯ୍ୟନ୍ତ ବହୁତ ପେପର ସାର୍ବଜନୀନ ହେଇପାରିଲା କିନ୍ତୁ ସେ ଏଗ୍ରିମେଣ୍ଟ ପେପରଟି ସାର୍ବଜନୀନ ହେଇପାରିଲାନି ଯୋଉଟା 2 ବର୍ଷ ପାଇଁ ଚୁକ୍ତି ଥିଲା ସେଇଟା ସାର୍ବଜନୀନ ହେଇପାରୁନି ଯଦି ଥିବ ତାହେଲେ ଯଦି ଏତେ ସବୁ ଜିନିଷ ସାର୍ବଜନୀନ ହେଇପାରୁଛି ଆଉ ସେଥିରେ ଆଉ କ'ଣ ଅଛି? ଟିକେ ବିସ୍ତୃତ ଭାବରେ କହିବେ କି ଏଗ୍ରିମେଣ୍ଟ କ'ଣ ଥିଲା କେତେ ବର୍ଷ ପାଇଁ ଥିଲା ଏବଂ ସେ ଚୁକ୍ତି ଠିକରେ ଆପଣ ପାଳନ କରୁଛନ୍ତି ନା ଖିଲାପ ହେଇଗଲା? ସେ ବିଷୟରେ କହିବାରେ କିଛି ନାହିଁ କହି ହେଇଥାନ୍ତା କିନ୍ତୁ ଯେହେତୁ ମାଲିକ ଆଇନର ଆଶ୍ରୟ ନେଇଛନ୍ତି ତେଣୁ ମୋର ଦୃଢ଼ ବିଶ୍ୱାସ ଆଇନ ଉପରେ ମଧ୍ୟ ଅଛି ନିହାତି ଧର୍ମର ଜୟ ହେବ। କିନ୍ତୁ କ୍ୟାରିୟରରେ ଗୋଟେ ବର୍ତ୍ତମାନ କମା ଲାଗିଯାଇଛି ହୁଏତ ଫୁଲଷ୍ଟପ୍ ଲାଗିଯାଇପାରେ। ନା ମୁଁ ସେମିତି କିଛି ଗୋଟେ ବିଶେଷ ଅପରାଧ କରିନି କି ଯାହା ପାଇଁ ମତେ ମଞ୍ଚଠୁ ଦୂରେଇ ଯିବାକୁ ପଡେ ଭୁଲ ମଣିଷ କରନ୍ତି ସମସ୍ତେ ଭୁଲ କରନ୍ତି ହଁ ଭୁଲ ହେଇଛି ହେଇପାରେ ମୋ ତରଫରୁ ହେଇପାରେ ତାଙ୍କ ତରଫରୁ ହେଇପାରେ କିନ୍ତୁ ଭୁଲ ହେଇଛି ତ ଭୁଲଟାକୁ ସମାଧାନ କରାଯିବ ତା ମାନେ ନୁହେଁ ଯେ ମଞ୍ଚଠୁ ଦୂରେଇ ଯିବ। ଏଇଟା ଭୁଲ ନା ଭୁଲ ବୁଝାମଣା? ଭୁଲ ବୁଝାମଣା ଯାହା ବି ଆମେ କହିପାରିବୁ ସମାଧାନ ହେଇପାରିବ ଦୁନିଆରେ ମୁଁ ପୁଣିଆକୁ ଛାଡ଼ିଦେଲେ ଏମିତି କୋଉ କଥା ନାହିଁ ଯୋଉଟା ସମାଧାନ ହେଇପାରିବ। ଏସବୁ ଆପଣ ପୂର୍ବରୁ ବି ଏଇ ଯୋଉ ମୁଁ ପଣିଆ କଥା କହିଲେ ଆପଣ ପୂର୍ବରୁ ନିଜ ଭୁଲ ସ୍ୱୀକାର କରିଛନ୍ତି ଯୋଉଠି ଭୁଲ ଥିଲା ମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି ସମସ୍ତଙ୍କ ଆଗରେ ସେ ଟଙ୍କା ଫେରାଇବା କଥା ହଉ ଏଇ କ୍ଷେତ୍ରରେ ବି ଆପଣ ସେତିକି ଦୃଢ ଅଛନ୍ତି ବିଶ୍ୱାସ ଅଛି ଯେ ନାଇଁ ମତେ ବି ଜଷ୍ଟିସ ମିଳିବ? ଆଜ୍ଞା ଆଇନଟି ହେଇଛି କେବଳ ଲୋକଙ୍କୁ ବଞ୍ଚେଇବା ପାଇଁ ଏବଂ ସେ ଆଇନ ଉପରେ ଆପଣଙ୍କର ଯେମିତି ବିଶ୍ୱାସ ଅଛି ମୋର ମଧ୍ୟ ସେମିତି ବିଶ୍ୱାସ ତେଣୁ ସେ ଅନ୍ଧ ଭାବରେ କିଛି କହିବା ଅପେକ୍ଷା ବରଂ ସେ ଆଇନକୁ ଅପେକ୍ଷା କରିବା ଆଇନ କୋଉ ରାସ୍ତା ଦେଇକି ଯାଉଛି ସେଇଟା ମୁଁ ଭାବୁଛି ମୋ ମତରେ ଭଲ। ଭୁଲ ଯାହାର ବି ଥାଉଛି ତାକୁ ମାନି ନେବା ଉଚିତ। ହଁ ଆଜି ଦେଖନ୍ତୁ ଦେଶ ବିଦେଶ ରୁଷିଆ ୟୁକ୍ରେନ ଯୁଦ୍ଧ ହଉ ଯାହା ହଉ କି ଯେତିକି ବଡ ବଡ ସବୁ କାଣ୍ଡ ଘଟିଛି ସବୁରି ମୂଳରେ ଅହଙ୍କାର ଏବଂ ମୁଁ ପୁଣି ଜଗନ୍ନାଥ ନାଇଁ ଆମ ପାଖରେ ସେମିତି କିଛି ଲିଖିତ ଅଭିଯୋଗ ବର୍ତ୍ତମାନ ସୁଦ୍ଧା ପହଞ୍ଚି ନାହିଁ ପହଞ୍ଚିଲା ପରେ ଯାଇକି ଆମେ ପ୍ରପରଲି ଇନଭେଷ୍ଟିଗେସନ୍ କରିବୁ ତାପରେ ଆମର ସଂଗଠନର କୋର୍ କମିଟି ଅଛି କୋର୍ କମିଟି ତାକୁ ବିଚାରକୁ ନେଇକି ତାପରେ ପ୍ରତିକ୍ରିୟା ରଖିବାଟା ଉଚିତ ମନେ ହେବ କିନ୍ତୁ ଆମେ ଏତିକି ଜାଣିଛୁ ଯେଉଁ ଗଣମାଧ୍ୟମରେ ଘୁରି ବୁଲୁଛି ବର୍ତ୍ତମାନ କୋର୍ଟର ମାନ୍ୟବର କୋର୍ଟ ଆଦେଶ ଦେଇଛନ୍ତି ଯେ ଆପଣଙ୍କର ଯାହା ଯାହା ଏଭିଡେନ୍ସ ଅଛି ପିୟୁଷ ନେଇକି ସେଠି ସବମିଟ୍ କରାଇ ସାରିବା ପରେ ମାନ୍ୟବର କୋର୍ଟ ଯାହା ନିଷ୍ପତ୍ତି ନେବେ ବୋଲିକି ଆମେ ବର୍ତ୍ତମାନ ସୁଦ୍ଧା ଯାହା ଏଇ ସୋସିଆଲ ମିଡ଼ିଆରୁ ଜାଣୁଛୁ କିନ୍ତୁ ଏପର୍ଯ୍ୟନ୍ତ ନା ଆମେ ପିୟୁଷ ସହିତ କଥା ହେଇଛୁ ନା ପ୍ରଯୋଜକଙ୍କ ସହିତ କଥା ହେଇଛୁ ସହିତ କଥାବାର୍ତ୍ତା ହେଇନାହୁଁ ବର୍ତ୍ତମାନ ସୁଦ୍ଧା କାହିଁକିନା ଆମ ପାଖରେ ଅଭିଯୋଗ ଆସିବା ପରେ ଯାଇକି ଆମେ ଯାଇକି ଯାହା ଇନଭେଷ୍ଟିଗେସନ୍ କରିପାରିବା କିନ୍ତୁ ବର୍ତ୍ତମାନ ଗୋଟେ ସମସ୍ୟା ଦେଖାଗଲାଣି ଏ ଧାରା ବର୍ତ୍ତମାନ ଯାତ୍ରା ଜଗତରେ ଆରମ୍ଭ ହେଇଗଲା এই যে প্রক্রিয়া চালিলা তেণু আপনার এই চ্যানেল মাধ্যমে মু সবু বর্গর কলাকার মানুষ অনুরোধ করি
ସେମାନେ ଯେଉଁଠି ଚୁକ୍ତି କରୁଛନ୍ତି ଅଫିସିଆଲି ଚୁକ୍ତି କରନ୍ତୁ ଏବଂ ଉଭୟ ପକ୍ଷ ପ୍ରଥମ ପକ୍ଷ ଦ୍ୱିତୀୟ ପକ୍ଷର ଯେଉଁ ସର୍ତ୍ତ ରହିଛି ସେଥିରେ ଉଲ୍ଲେଖ ରହିବା ଦରକାର ଏବଂ 2 ଜଣ ୱିଟନେସ୍ ମଧ୍ୟ ସେଠି ରହିବା ଦରକାର। ଆଉ ଯଦି ବଳ ପ୍ରୟୋଗ କରି ଆପଣମାନଙ୍କ ପାଖରୁ ଯଦି କୌଣସି ଏଗ୍ରିମେଣ୍ଟ କରାଉଛନ୍ତି ତାହେଲେ ନିଜ ଜୀବନକୁ ରକ୍ଷା କରି ଆପଣ ସେଠି ଏଗ୍ରିମେଣ୍ଟ କରିକି ଆସିପାରିବେ। ବଟ୍ ସେଇଦିନ ସ୍ଥାନୀୟ ପୋଲିସ ଷ୍ଟେସନରେ ଆପଣ ଯେଉଁଟାକି ଆପଣଙ୍କର ଲୋକାଲ୍ ପୋଲିସ ଷ୍ଟେସନ ଆପଣ ଯେଉଁ ଜାଗାରେ ବାସ କରୁଛନ୍ତି ସେ ଲୋକାଲ୍ ପୋଲିସ ଷ୍ଟେସନରେ ଯାଇ ଗୋଟେ 0 FIR କରନ୍ତୁ, ନଚେତ୍ ଅନଲାଇନ୍ ରେଜିଷ୍ଟ୍ରେସନ ମଧ୍ୟ କରିପାରିବେ ଯେଉଁଠି ଆପଣ ଏଗ୍ରିମେଣ୍ଟ କରୁଛନ୍ତି। ଆଉ ଯେଉଁଠି ଅନଲାଇନ୍ ରେଜିଷ୍ଟ୍ରେସନ ଆପଣ କରିଲେ ସେଇଠୁ 72 ଘଣ୍ଟା ଭିତରେ ଯାଇକି ଯେଉଁ ସ୍ଥାନୀୟ ଯେଉଁ ଜାଗାରେ ଏଗ୍ରିମେଣ୍ଟ ହେଇଥିବ ସେ ଜାଗାରେ ନିଜର ID ପ୍ରୁଫ୍ ସହ ଯାଇକି ଆପଣ ସେଠି ଯାଇକି ପହଞ୍ଚନ୍ତୁ, ନହେଲେ ଆଗାମୀ ଦିନରେ ଏମିତି କଳାକାରମାନେ ନିଶ୍ଚୟ ବିପଦ ମୁଖାବେ ବୋଲି ତାର ପୂର୍ବାଭାସ ଏବେଠୁ ଆରମ୍ଭ ହୋଇଗଲା। ଏ ଧାରା ଚାଲୁ ରହିବ। ତେଣୁ ଚୁକ୍ତି କରିବା ପୂର୍ବରୁ 100 ଥର ଚିନ୍ତା କରନ୍ତୁ। ଆଉ ଯେଉଁଠି ଚୁକ୍ତି କରୁଛନ୍ତି ମାନସିକ ସ୍ତରରେ ସେଇଠି ରହିବା ପାଇଁ ଆପଣ ପ୍ରସ୍ତୁତ ବି ରହିବା ଆବଶ୍ୟକ ରହିଛି। ଏ ପରିପ୍ରେକ୍ଷୀରେ ମୁଁ ଏତିକି କହିବି, କଳାକାରମାନେ ସାବଧାନ ହେଇଯାଆନ୍ତୁ ଚୁକ୍ତି ସମୟରେ। ଆଉ ଏସବୁ ଜିନିଷ ମୋ ପାଖରେ କିଛି ନଲେଜ ନାହିଁ। ଯଦି ଏମାନେ ଆଗରୁ ଏଗ୍ରିମେଣ୍ଟ କରିଛନ୍ତି ତାଙ୍କ ପାଖରେ କ'ଣ ଏଗ୍ରିମେଣ୍ଟ ଅଛି, ଆଉ ତାପରେ ପିୟୁଷ ଆଉ ପ୍ରଯୋଜକ ସଂଗଠନ ଉଭୟ ବସିକି କ'ଣ ନିଷ୍ପତ୍ତି ନେଇଥିଲେ ସେ ବିଷୟରେ ଆମ ପାଖରେ କୌଣସି କ'ଣ ବିଚାର ନିଆଯାଇଥିଲା, କ'ଣ ଡିସିସନ୍ ନିଆଯାଇଥିଲା ସେ ବିଷୟରେ ଆମ ପାଖରେ କିଛି ଖବର ନାହିଁ। ତେଣୁ ଯାହା ଈଶ୍ୱରଙ୍କ ଇଚ୍ଛା। କିନ୍ତୁ ମୁଁ ଏଇଆ ଅପିଲ କରିବି ଉଭୟଙ୍କର ଯଦି ବୁଝାମଣା ଠିକ୍ ରହିବ ତାହେଲେ ଏମିତି ପ୍ରୋବ୍ଲେମ୍ ଆଗକୁ ଆସିବ ନାହିଁ। ଆଉ ଏଇ ଯେଉଁ ପ୍ରୋବ୍ଲେମ୍ଟା ବର୍ତ୍ତମାନ କ୍ରିଏଟ୍ ହେଇଛି ଆର ସଲ୍ୟୁସନ୍ ମଧ୍ୟ ବାହାରି ପଡ଼ିବ। ତେଣୁ ଉଭୟଙ୍କର ବୁଝାମଣା ଠିକ୍ ରହିବା ଦରକାର, ଏତିକି ମୁଁ ଅପିଲ କରିବି। ଧନ୍ୟବାଦ। ଜୟ ଶ୍ରୀ ଜଗନ୍ନାଥ। କେତେ ମିନିଟ୍ ହେଇଗଲା ଭାଇ?